ଏଠି କ'ଣ କରୁଛନ୍ତି ନା ଅପାକୁ ବାପା କଥା ହେଉଛନ୍ତି ବସିକି। ତ ମୁଁ ଟିକେ ସର୍ଟ ଭିଡ଼ିଓ ଟିକେ ନେଇ ଜୟ ଜଗନ୍ନାଥ ସାଙ୍ଗମାନେ, ଆଶା କରୁଛି ଆପଣମାନେ ଭଲରେ ଥିବେ। ମୁଁ ବି ଭଲରେ ଅଛି। ତ ଆଜିର ମୋର ନୂଆ ବ୍ଲଗ୍କୁ ଆପଣମାନଙ୍କୁ ସ୍ୱାଗତ। ଆଜି ମୁଁ କ'ଣ କରୁଛି ଆଉ କୁଆଡ଼େ ଯାଉଛି ଚାଲନ୍ତୁ ଆପଣମାନଙ୍କ ସହିତ ମୁଁ ସେୟାର ଜଲ୍ଦି ଜଲ୍ଦି ଖାଇଦେବେ ପଡ଼ିଗଲେ ନା। କ'ଣ ଖାଉଛ? ତ ଆଇସ୍କ୍ରିମ୍ କହିଦିଅ। ଏଠିକି ତ ବସ୍ ଆସିଲା, ତ ଏ ବସ୍ରେ ବସିକି ଯିବୁ। ତ ବସ୍ରେ ବି ଆଜି ବହୁତ ରସ୍। ତ ଏଠି ମୋତେ କେମିତି ଗୋଟେ ସିଟ୍ ମିଳିଗଲା, ତ ମୁଁ ବସିଛି। ଆଉ ସେପଟେ ନାନୀକୁ ଆଉ ପୁଅ ଛିଡ଼ା ହେଇଛନ୍ତି, ଡାକିଲି ତ ଆସିଲେନି। ଆଉ ଏବେ କ'ଣ ହେଇଛି ନା ମୁଁ ପାଲଡ଼ା ବସ୍ଷ୍ଟାଣ୍ଡରେ ଓହ୍ଲେଇଲି। ପାଲଡ଼ା ବସ୍ଷ୍ଟାଣ୍ଡରେ ଓହ୍ଲେଇଲି ତ ଦେଖିଲି ସବୁଆଡ଼େ ସୁନସାନ ଅଛି। କାହିଁକି ଅଛି ଆଜି ସାରା ଶବ୍ଦ ନାହିଁ, ମାନେ କିଛି ଶବ୍ଦ ବି ନାହିଁ, କିଛି ନାହିଁ, ପୁରା ସୁନସାନ ଅଛି। ତ ପୁରା ମାର୍କେଟ ବନ୍ଦ, କାହିଁକିନା ଆଜି ମାସ ଶେଷ ଗୁରୁବାର, ତ ସେଥିପାଇଁ ବନ୍ଦ ଅଛି। ମୁଁ ଜାଣିନଥିଲି। ମୁଁ ଯେତେବେଳେ କାଲି ଯାଇଥିଲି ଆମ ଗାଁ ସ୍କୁଲକୁ, ତ ସେମାନେ କହିଲେ ଆପାଇଡ଼ି ଆଇଡ଼ି ହେଇଯାଇଛି ନା ତମର ପୁରୁଣା ଆଧାରରେ, ତ ଏଇଟା କିଛି ହେଇପାରିବନି, ଯାଅ ଡିଓ ଅଫିସ୍। ତ ମୁଁ ଡିଓ ଅଫିସ୍ ବାହାରିକି ଆସିଛି। ଦେଖାଯାଉ ସେଇଟା ହେଇପାରୁଛି କି ନାହିଁ। ମୁଁ ତ ଜାଣିନି ହେଇପାରିବ କି ନାହିଁ, କିନ୍ତୁ ଆସିଛି। ଆଉ ଆଗ ଯେଉଁ ମୋର ଥିଲା ମୋ ପୁଅର ଆଉ ଝିଅର ଜନ୍ମ ସାର୍ଟିଫିକେଟ୍, ତ ସେଥିରେ ନାଁ ଲେଖା ହେଇଥିଲା। ମୁଁ ଭାବିଲି ସେଥିରେ ଯଦି ନାଁ ଲେଖା ହେଇଛି ତ ଏଇ ଆଧାରରେ ଏଇଟା ଚେଞ୍ଜ କରି ହେବ। ତ ଯାଉଛି, ସ୍କୁଲ ଯେହେତୁ ପଠେଇଛନ୍ତି ମୁଁ ଆସିଛି। ସାନିଆପାଲି ଯେଉଁଠି ରୁହେ ଲକ୍ଷ୍ମୀ ବସ୍, ତ ସେଇ ସାଇଡ଼୍ରେ ଏଇଟା ହେଇଛି। ଆଉ ମୁଁ ତ ଜାଣିନଥିଲି। ଆଉ ଯେତେବେଳେ ଏଇଠି ପଚାରିଲି, ଗୋଟେ ଖାଲି ମେଡ଼ିସିନ ଷ୍ଟୋର୍ ଖୋଲା ଥିଲା, ତ ସେଇଠି ପଚାରିଦେଲି। ଆଉ ସିଏ କହିଲେ ଆଉ ନଦୀ ସେପଟେ। ତ ମୁଁ ଟିକେ ଡରିଗଲି। ମୁଁ କହିଲି ନଦୀ ସେପଟେ ମାନେ କେତେ ବାଟ ହେଇଥିବ। ତ ମୁଁ ଜାଣିନଥିଲି ଯେ ଏଇଠି ନଦୀଟା ପାଖରେ ବୋଲି। ପଚାରିଲାକୁ ସେ କହିଲେ ନାହିଁ ଡରୁଛ କି, ଆଉ ନଦୀ ସେପଟେ କହିଲେ କି ନଦୀଟା ମଝିରେ ଅଛି, ତାର ପଟେ ଅଟୋରେ ଗଲେ 50 ଟଙ୍କା କି 100 ଟଙ୍କା ପଡ଼ିବ, ଆଉ ଅଟୋରେ ଯାଆନ୍ତୁ ଭାରି। ତ ମୋତେ କହିବାରୁ ମୁଁ କହିଲି ହଉ ଠିକ୍ ଅଛି, ଅଟୋଟେ କରିଦେଇକି ଯିବା ଭାରି। ଅଟୋରେ ଯାଉଛି। ଆଉ ଏଇଠି ଆସିଗଲା ଏଇଠି ନଦୀ। ମାତ୍ର 2 କିଲୋମିଟର ନା 3 କିଲୋମିଟର ହେବ ପାଲଡ଼ା ମାର୍କେଟରୁ। ହେଇ ଭିତରେ ହେଇପାରେ, ତ ମୁଁ ଜାଣିନି, କହିଦେଉଛି। ଆଉ ଏଇଟା ହେଉଛି ଲକ୍ଷ୍ମୀ ବସ୍ ରୁହେ ଯେଉଁ, ଏଇଟା ହେଉଛି ଲକ୍ଷ୍ମୀ ବସ୍ ଷ୍ଟାଣ୍ଡ। ସାଇଡ଼୍ରେ ଗଲା ତ ଏଇଟା ହେଉଛି ସାନିଆପାଲି। ଆଉ ତ ମୁଁ ଭାବୁଥିଲି ଆହୁରି କେତେ ବାଟ ହେଇଥିବ। ତ ଏଠି ଆସିକି ପହଞ୍ଚିଗଲି ଏ ଅଫିସ୍ରେ। ତ ସେଠୁ ପୁଣି ବାହାରିକି ଆସିଲା ବେଳୁ ଦେଖିଲି ଗୋଟେ ଭାଇ ଜଣେ ନେଉଥିଲେ ଚୁଡ଼ି, ତାଙ୍କୁ ଚୁଡ଼ି ଟିକେ କିଣିଥିଲି। ଆଉ ଯେହେତୁ କିଛି ମିଳିଲାନି ଖାଇବା ପାଇଁ, ତ ବସ୍ରେ ଚଢ଼ିଥିଲୁ। ମାର୍କେଟ ଯେହେତୁ ପାଲଡ଼ା ମାର୍କେଟ ବନ୍ଦ, ଖାଲି ଗୋଟେ ଫ୍ରୁଟିଟେ ପିଇଲି। ତ ତାପରେ କ'ଣ ହେଇଛି ନା ଆମେ ଆସିକି ପହଞ୍ଚିଗଲୁ ଖମାର। ତ ଏଇଟା ହେଉଛି ଆମର ଖମାର ଯେଉଁ ସ୍କୁଲ ଅଛି, ଆଉ ଥାନା ଆସିଗଲା। ତ ଏବେ କ'ଣ କରୁଛୁ, ମାର୍କେଟରେ ପହଞ୍ଚି ଯାଇଛୁ। ଏବେ ଆସିକି ଆମେ ବସ୍ଷ୍ଟାଣ୍ଡରେ ପହଞ୍ଚିଗଲୁ। ଆଉ ପ୍ରାୟ ପାଖେ ଆସିଲାଣି ବସ୍ଷ୍ଟାଣ୍ଡ। ତ ଏବେ ଆମେ ଓହ୍ଲେଇବୁ ବସ୍ରୁ। କ'ଣ କରିବା, ଆଜି ପୁରା ଖାଇବାକୁ ବି ମିଳିଲାନି। ଆଜି ଏମିତି ସମୟ ପଡ଼ିଲା, ଆଜି ଖାଇବାକୁ ମିଳିଲାନି। ତ କ'ଣ କରାଯିବ, ଆଜି ଯାଇକି ପାଲଡ଼ାରୁ ଭୋକ ପଛରେ ଫେରି ଆସିଲୁ। ଠିକ୍ ଓହ୍ଲେଇବା ଟାଇମ୍କୁ ଗୋଟେ ମାଆଙ୍କର ଫୋନ୍ ଆସିଲା ଯେ ଅପା ଆସନ୍ତି, ତ ତାଙ୍କ ପାଇଁ ଚିକେନ୍ ଟିକେ ଧରିକି ଆସିଲୁ। ଆଉ ଆସିକି ଖାଇ ଖୁଆ ସାରିକି ଏବେ କ'ଣ କଲି ନା ଅପା ପିସା ସମସ୍ତଙ୍କ ଟିକେ ଭିଡ଼ିଓ କଲି, ଆଉ ଫଟୋ ଟିକେ ଉଠେଇଥିଲି। ତ କାକାନୁ କହିଲି ଆଉ ମୁଁ ୟୁଟ୍ୟୁବରେ ଛାଡ଼ିବି, ଆଉ ଅପା ପିସା ଟିକେ ରେଡ଼ି ହେଇ ବସିଯାଅ। ତ ସେମାନେ ବି ବସିଥିଲେ, ଆଉ ପିସା ବି ହାଏ ହାଏ କରିଦେଲେ। ଏଇ ଯେଉଁ ପିସା ଏବେ ଭିଡ଼ିଓ ଛାଡ଼ିଥିଲି ତାଙ୍କର, ସେ ହେଉଛନ୍ତି ଆମ ସାନ ପିସା, ଆଉ ଇଏ ହେଉଛନ୍ତି ସାନ ଅପା, ଆଉ ଇଏ ହେଉଛନ୍ତି ତାଙ୍କ ପୁଅର ଝିଅ, ମାନେ ମୋ ଝିଆରୀ। ମୁଁ ହେଉଛି ମାମା, ସେ ହେଉଛି ଝିଆରୀ। ଆମେ ଗେଲ ହେଉଥିଲୁ, ଆଉ ଟିକେ ଭିଡ଼ିଓ ବି କରିଥିଲୁ। ତ ଇଏ ଭଲ, ବହୁତ ବଢ଼ିଆ ଡ୍ୟାନ୍ସ କରେ, ମୋ ଝିଅ ସାଙ୍ଗେ କରିଛି। ତ ଏଇ ଭିଡ଼ିଓଟି କାଲି ପଡ଼ିବ, ଆଜି ନାହିଁ। ଏବେ ବାହାରି ସାରିଲେଣି। ଏଇଠି ବାପା ଆଉ ଅପା ଟିକେ କଥା ହେଉଛନ୍ତି। ଏବେ ବାହାରି ଯିବେ ସେ ଘରକୁ, ସେ ତାଙ୍କ ଘରକୁ ବାହାରି ସାରିଲେଣି। ତ ବାପା, ମୁଁ ଭିଡ଼ିଓରେ ଆଣିବା ପାଇଁ ବାପାକୁ କହିଲି ଯେ ସେ ଆସିବା ନାହିଁ କଲେ। ତ ମୁଁ ପିସାକୁ ପ୍ଲାନ୍ କଲି, ପିସା
ଆଉ ତୁମେ ଯାଇକି ଟିକେ ବାପା ସହିତ ବସିକି ଟିକେ କଥା ହୁଅ ଆଉ ମୁଁ ଟିକେ ଭିଡ଼ିଓ ଆଣିବି। ପିସା ଯାଇକି ସତ ସତରୁ ଭଣ୍ଡି ଭଣ୍ଡାକି ବସିଲେ ଆଉ ତାଙ୍କର ଭିଡ଼ିଓ ଆଣିଲି। ଏବେ ଆସିଗଲା ଅଟୋ, ସେମାନେ ଯିବେ। ଆଉ ଯଦି ମୋ ଭିଡ଼ିଓଟି ଭଲ ଲାଗିଥାଏ ଲାଇକ୍ ସେୟାର ସବସ୍କ୍ରାଇବ୍ ନିଶ୍ଚୟ କରିବେ। କମେଣ୍ଟ କରିବାରୁ ଜମାରୁ ଭୁଲିବେନି। ଆଉ ମୁଁ ଏମିତି ଜୁହାର କଲାବେଳକୁ ମୋ ପୁଅ କମେଣ୍ଟ କରିଥିଲା, ପୁଅ ଆଉ ଥରେ ଜୁହାର କର, ଆଉ ହେଲାନି। ତ ଆଉ ଥରେ ବି ନାନୀକୁ ମୁଁ ଆଉ ଥରେ ଜୁହାର କଲୁ। ଆମକୁ ମୋ ପୁଅ ଖାଲି ମଜାକରେ ଉଡ଼ୁଥାଏ, ଆଉ ଥରେ ଜୁହାର କର ବୋଲି। ଆଉ ପିସାକୁ ଜୁହାର କରିଥିଲୁ। ତାପରେ ଅପା ପିସା ବସିକି ଗାଡ଼ିରେ ତାଙ୍କ ଘରକୁ ସେ ବାହାରି ଗଲେ। ତ ଆମେ କ'ଣ କରିବୁ, ଆମେ ତାଙ୍କୁ ବାଟେଇ ଦେଉଥିଲୁ। ସେ ମାଆକୁ ବି ଜୁହାର କଲେ ଆଉ ବାପାକୁ ବି ଜୁହାର କଲେ। ଆଉ ବାପାକୁ ଆଉ ମାଆକୁ କହିଦେଇକି ଗଲେ ତୁମେ ବୁଲିଯିବ, ଯାଇକି 2 ଦିନ ରହିକି ଆସିବ, ଏବେ ଯାଉନ। ଯାଆନ୍ତି କିନ୍ତୁ ଏବେ ହେଲାନି 2 ବର୍ଷ ଯାଇନାହାନ୍ତି। ତ ଏବେ ସେମାନେ ଅଟୋରେ ବସିଲେ, ଆମକୁ ଟାଟା ବାଏ ବାଏ କରିଦେଲେ। ଆଉ ସିଏ ଏବେ ତାଙ୍କ ନିଜ ଘରକୁ ଚାଲିଗଲେ। ଆମେ ବି ଯିବା ଘରକୁ। ରହୁଛି, ବାଏ ବାଏ।